गुड मॉर्निंग सांग मैंने सकाल सकाल नुआ ब्लॉग को स्वागत आउ चल ए आज दिन कौन करवा कौन सकाल सकाल माछ बनइबा माछ बन सारा आज गोटे स्पेशल जिनस केकेंगर अच्छी खाइबार जाना मुझे आज दही पखाल माछ भजा खाई कम तो आग चल माछ बनईदे माछ बन सारा चाह कर भाजवा दही पखाल करवा धान पेड़ा आसला बेलू सब सजे ଆଉ ଚାଲ ଏବେ ଦେଖିବା ଲିସିନି ଚା ଖାଇ ତା ମୁଣ୍ଡ ଖରାପ ହେଇଗଲା। କ'ଣ କରୁଛୁ? ଚିନି ଖାଉଛୁ କୁରିମି ପରା। ତ ଏଠି ଆମର ଚାହା ବସିଗଲାଣି ମାଛ ବନିଆ ସାରିକି ଚାହା ସରିଲା ପରେ ମାଛ ଭଜା ହବ ଆଉ ଦହି ପଖାଳଟା ଟିକେ ହବ ଆଉ ମାଛରେ ବଢିଆ ପିଲାଟା ଆଉ ଲୁଣ ଯାଉନୁ ନେଇ ଆସିବୁ ବାପାଙ୍କ ଶୋଇଲାର ଅଛି ବାପା ଖାଉଥିଲେ ରଖିଥିଲେ ଯା। ଆମର ଏବେ କୋକଲି ମାଛ ଭଜା ଷ୍ଟାର୍ଟ ହେଇଗଲା ପଖାଳ ଖାଇବା ପାଇଁକା ଆଉ ମୁଁ ତ ଏଠି ବଡ଼ି ଭାଜିକି ରଖିଦେଇଛି ବଡ଼ି ଚୁରା ହବ ଆଉ କୋକଲି ମାଛ ଭଜା ଆଉ ଦହି ପଖାଳ ହବ ଭାତଟେ ଖିଆ ହବ। କୁଆଡ଼େ ଯାଇଥିଲ ମ୍ୟାଡ଼ାମ? କୁଆଡ଼େ ଯାଇଥିଲ? सांग मैंने मुझे तो दही पखाल करी से दही आउ भात ये रखी जी खाइबे लोक से भातटा मुझे आड कर कहीं 3 जन खाइबे आ बाकी सादा खाइबी मत दही भल लगे भात दुटा मिसेद बो खाइबे ये हूँ पखाड़ पखाड़ दही पड़ी पखाड़ भात हम मुझे धनिया पत्र पकई देती धनिया पत्र पकईले बहुत भल लगे आ मुझे छुंकटा करुच्ची छुंकटा कर सारापर ये आनी कर चल छुंक पे कौन कौन प्रस्तुत देखा एबे मु छुंक करने पैन बसई देती चुली रे आ सोरिष तेल पकई छुंक करवा सुखिला लंका मुझे रखी सुखिला लंका और कंचा लंका भूसम पतर आ रसुण सोरिष सब मोर रेडी अच्छी से भल से ताती जाओ तेल पूरा ताती गलानी बड़े बास्ना आसती पानी ठंडा करदे दही पखाड़ पूरा रेडी हो गला ए बड़ी छेचा हम आ पखाड़ भात खिया हम लुणटा मुझे पकईनी से खाइला बेले लुण पकई खाइबे लुण के दरकार से पकई खाइबे
ଏବେ ଘୋଡ଼େଇ ଦେବା ଆଉ ବାକି କାମ କରିବା। ବାକି କାମ କ'ଣ? ଚାଲ ଏବେ ଇଏ ଛେଚିବା, ବଡ଼ି ଛେଚିବା, ତାପରେ ରୋଷେଇ ବସିବା। ଏବେ ବଡ଼ି ଛେଚିବା। ମୁଁ ବଡ଼ି ନେଇଛି, ଶୁଖିଲା ଲଙ୍କା, ବଡ଼ି ଆଉ ରସୁଣ ଆଉ ସୋରିଷ ତେଲ ପକେଇକି ଚଟଣିଟା ହେବ। ଲୁଣ ଟିକେ ପକେଇଦେବା ଏଠି। ଆଉ ଜଷ୍ଟ ଟିକେ ପାଣି ଦେଇଦେବା। ବଡ଼ିଟା ପାଣି ଭିଡ଼ିଦେଲେ ଭଲ ଲାଗିବ। ମୁଁ ତ ଏଇଠି ବସିକି ମୋର ଚଲେଇଛି ରୋଷେଇ। ଟାଇମ୍ ହେଇଗଲାଣି 8:30। ଆଉ ରୋଷେଇ କଲେ ସମସ୍ତେ ଖାଇକି ଯିବେ। ସୋରିଷ ତେଲ ଟିକେ ବଡ଼ିରେ ପକେଇଦେଲେ ବଢ଼ିଆ ଟେଷ୍ଟ ଆସିବ। ବଡ଼ିଚୁରା ବାସ୍ନାଟା ହେଲାଣି। ଭାତ ବସେଇବା। ଚାଲ ଦେଖିବା, ଖାଇବା ପାଇଁ ଦେବା, କେମିତି ଲାଗୁଛି ପଚାରିବା। ଦହି ପଖାଳ ଆଉ ବଡ଼ିଚୁରା ସରିଲା ପରେ ଏବେ ଶାଗ ଭଜା ଚାଲିଛି। ଶାଗ ବହୁତ ତରବରରେ ଭାଜୁଛି। ଚାହିଁଗଲେ ରାଜା ରାଜା ଶାଗଟା ସିଝୁଥାଉ, ସେତିକି ବନ୍ଦ କରୁନି। ସକାଳୁ ସକାଳୁ ତ ମୁଁ ପୁରା ରେଡ଼ି କରିଦେଇଛି। ଦହି ପଖାଳ ଆଉ ବଡ଼ିଚୁରା, ଶାଗ ଭଜା, କୁକୁଲି ମାଛ ଭଜା। ଆଉ ଟିକେ ଖାଅ, କେମିତି ଲାଗୁଛି ଟିକେ କୁହ। ଟେଷ୍ଟଟା କେମିତି ହେଇଛି? ଭଲ ହେଇଛି ଟି?
ଭଲ ଲାଗିଲା। ଦହିଟା ଖଟା ହେଇଥିଲା। ସାଙ୍ଗମାନେ ଆମର କାମ ସରିଗଲାଣି, ଆମେ ପଖାଳ ଖାଇକି ଏଇଠି ବଇଛୁ। ପଖାଳ ଖାଇକି ଏବେ ବସିଛୁ। ଆଉ ଦହି ପଖାଳଟି ଆଜି କେମିତି ଲାଗିଲା ଆଉ ନିଶ୍ଚୟ ଦେଖିବେ, ଆଉ ସବସ୍କ୍ରାଇବ୍ କରିବେ। ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେନି। ଆଉ ବହୁତ କାମ ବ୍ୟସ୍ତ ଛୋଟ ଭିଡ଼ିଓଟେ ବନେଇଛି, ଆପଣମାନେ ନିଶ୍ଚୟ ଦେଖିବେ। ଆଉ ଗୋଟେ କଥା ହେଲା, ଦହି ପଖାଳ ମୁଁ ନିଜେ ତିଆରି କରିଛି, କିନ୍ତୁ ମୁଁ ଖାଇନି କାହିଁକି ନା ଲିସିନିର ମୋତେ ଦହି ଭଲ ଲାଗେନି। ତା ବାପା ଖାଇଲେ, ଆଉ ତା ଡାଡ଼ି ଖାଇଲେ, ଆଉ ତାଙ୍କ ଜେଜେମା ଖାଇଲେ। ଆମେ 2 ଜଣ ଖାଇନୁ କାହିଁକି ନା ଆମ 2 ଜଣ ଯାକ ଘୁଷୁରୀ।